Hey students, good morning to all and welcome to my classes. ଆଜି ସପ୍ତମ ଶ୍ରେଣୀର ଜିଜ୍ଞାସା ବହିର ଗୋଟେ ବିଷୟ ଯାହାର ନାମ ହେଉଛି ଅମ୍ଳୀୟ କ୍ଷାରୀୟ ଦ୍ରବଣ ସେହି ବିଷୟର ପ୍ରଶ୍ନ ଉତ୍ତରକୁ ଆଜି ଆମେ ଏହି ଭିଡ଼ିଓରେ କଭର ଅପ୍ କରିବା। ଭଲ ଭାବରେ ବୁଝିକି କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା। ତ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା ଆମର କ୍ୱେଶ୍ଚିନ୍ ଆନ୍ସରର ସେସନକୁ ଓକେ। ଏକ ନମ୍ବର କ'ଣ କହୁଛି ନା ଏକ ଦ୍ରବଣରେ ଲାଲ ଲିଟମସ୍ କାଗଜକୁ ନୀଳ କରେ। ଗୋଟେ ଦ୍ରବଣ ନିମ୍ନସ୍ଥ ଦ୍ରବଣ ଗୁଡ଼ିକ ମଧ୍ୟରୁ କେଉଁ ଦ୍ରବଣକୁ ଅଧିକ ମିଶାଇଲେ ସେଇଟା ଲିଟମସ୍ କାଗଜରେ ରଙ୍ଗ ପୁଣି ଲାଲ କରିଦବ ହେଲା। ତ ପିଲାମାନେ ଏଇଟା ଉତ୍ତର ହବ ଭିନେଗାର। ଭିନେଗାର ହଉଛି ଗୋଟେ ଅମ୍ଳୀୟ ପଦାର୍ଥ ହେଲା। ଲାଲ ଲିଟମସ୍ କୁ ନୀଳ କିଏ କରେ ନା କ୍ଷାର କରିଥାଏ। ତ ସେ ଅଲରେଡି ଲାଲ ଲିଟମସ୍ ଅଛି, ଆମେ ତାକୁ ଏମିତି କିଛି ଜିନିଷ ମିଶେଇବା ଯୋଉଟା ସେ ଲାଲ ରହିବ ହେଲା। ତ ଲାଲ ଲିଟମସ୍ କୁ ନୀଳ କରେ କ୍ଷାରୀୟ, କିନ୍ତୁ ଆମକୁ ଅମ୍ଳୀୟ ଜିନିଷ ମିଶେଇବାର ଅଛି ଯୋଉଟା କି ଭିନେଗାର ହେଲା। ଏଗୁରା ସବୁ ହଉଛନ୍ତି ଚୂନ ପାଣି, ଖାଇବା ସୋଡା, ସାଧାରଣ ଲୁଣ ପାଣି, ଏଗୁରା ସବୁ କ'ଣ କ୍ଷାରୀୟ। ତ ଆକୁ ମିଶେଇ ପାରିବା ନାହିଁ, ତ ଭିନେଗାର ହବ ତୁମମାନଙ୍କର ଉତ୍ତର ହେଲା। ତାପରେ ଦୁଇ ନମ୍ବର ଦେଖିବା କ'ଣ ଦେଇଛି ନା ତୁମକୁ କ ଖ ଗ ନାମରେ 3ଟି ଅଜଣା ଦ୍ରବ୍ୟ ଦିଆଯିବ। କିଏ ଅମ୍ଳୀୟ, କିଏ କ୍ଷାରୀୟ, କିଏ ନିରପେକ୍ଷ ତୁମେ ଜାଣିନାହ। ଦ୍ରବଣ କରେ ଲାଲ ଲିଟମସ୍ ଦ୍ରବଣରେ ମିଶାଇଲେ ତାହା ନୀଳ ହୁଏ। ଦ୍ରବଣ ଖରେ ଅଳ୍ପ କିଛି ବୁନ୍ଦାଏ ହଳଦୀ ଦ୍ରବଣରେ ମିଶାଇଲେ ଏହା ଲାଲ ହୁଏ ଓ ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଦ୍ରବଣ ଗରେ ମିଶାଇଲେ ତାହା ସବୁଜ ହୋଇଥାଏ। ତ ଏମାନଙ୍କ ମଧ୍ୟରୁ କୋଉଠି ଉତ୍ତର ହବ ପିଲାମାନେ ନା କୋଉ କ ଖ ଅଜଣା ଯୋଉ ଅଛି କ'ଣ କହିଲ ଦ୍ରବଣ ଗୁଡ଼ିକ ହେଲା, ସରି ହଁ ଦ୍ରବଣ ଗୁଡ଼ିକ କୋଉଟା କ'ଣ ହେବ ନା କ କୋଉଠି ହବ, ଖ କୋଉଠି ହବ, ଗ କୋଉଠି ହବ, ଏହାର ଉତ୍ତର ହେଉଛି କ୍ଷାରୀୟ ହେଲା। ଏଇ ଘଟା ହବ ଉତ୍ତର। ବୁଝେଇ ଦଉଛି ଦେଖ, ଏମାନଙ୍କ ଭିତରୁ ପ୍ରଥମେ କରେ କ'ଣ ହବ ନା ଦ୍ରବଣ କରେ ଲାଲ ଲିଟମସ୍ ଦ୍ରବଣ ମିଶାଇଲେ ତାହେଲେ ସେଟା ନୀଳ ହେଇଥାଏ। ତାହେଲେ ଏଇଟା କାହାର କାମ ନା କ୍ଷାରୀୟ ହବ। ଦେନ୍ ଦ୍ରବଣ ଖରେ ଅଳ୍ପ କିଛି ବୁନ୍ଦା ହଳଦୀ ଦ୍ରବଣ ମିଶାଇଲେ ଏହା ଲାଲ ହୁଏ। ତା ମାନେ କ'ଣ, ଯଦି ଆମେ ମିଶାଇଦବା ହଳଦୀ ଦ୍ରବଣ ତାହେଲେ ଲାଲ ହେଇଯାଏ, ଏଇଟା ବି ଗୋଟେ କ୍ଷାରୀୟ ଗୁଣ। ତାପରେ ଲାଲ ଗୋଲାପରୁ ପ୍ରସ୍ତୁତ ଦ୍ରବଣ ପଦାର୍ଥକୁ ଦ୍ରବଣ ଗରେ ମିଶାଇଲେ ତାହା ସବୁଜ ହୋଇଥାଏ। ତ ଏଇଟା ବି ମଧ୍ୟ ପିଲାମାନେ କ୍ଷାରୀୟ ହେବ। ତ ତୁମମାନଙ୍କର ଉତ୍ତର ହେଇଯିବ କ୍ଷାରୀୟ ହେଲା। ତ 3 ନମ୍ବର ଦେଖିବା, କହୁଛି ଚିତ୍ର 2.13, 2.14, 2.15 କୁ ପର୍ଯ୍ୟବେକ୍ଷଣ ବିଶ୍ଳେଷଣ କର, ଯେଉଁଥିରେ ଲାଲ ଗୋଲାପ ରସରୁ ପ୍ରସ୍ତୁତ କାଗଜପଟି ବ୍ୟବହାର କରାଯାଇଛି। ପ୍ରତି ପାତ୍ରରେ ଥିବା ଦ୍ରବଣର ପ୍ରାକୃତିକ ନାମକୁ ସୂଚାଅ ହେଲା। ଏହାର ଉତ୍ତର କ'ଣ ହେବ ନା ଦେଖ, ତୁମେ ବୁକ୍ ମାନର ଚିତ୍ରଟାକୁ ଦେଖୁଥିବ ପିଲାମାନେ ହେଲା। ସେ କହୁଛି ଯେ ଏଠି ପ୍ରଥମ ପାତ୍ରରେ ଦ୍ରବଣ ପ୍ରକୃତି ଅମ୍ଳୀୟ, କାରଣ ଲାଲ ଗୋଲାପ ରସରୁ ପ୍ରସ୍ତୁତ ସୂଚକ ଅମ୍ଳୀୟ ଦ୍ରବଣରେ ଗାଢ଼ ଗୋଲାପୀ ରଙ୍ଗ ଧାରଣ କରିଥାଏ ହେଲା। ଚିତ୍ର 7.14ରେ ଯୋଉଟା ଦ୍ୱିତୀୟ ପାତ୍ର, ସେ ସୂଚକର ରଙ୍ଗ କ'ଣ ହବ ନା ସବୁଜ ରଙ୍ଗ ହେଇଯିବ। ସବୁଜ ରଙ୍ଗ ଦ୍ରବଣର ପ୍ରକୃତି କ'ଣ ହେଇଯିବ ନା କ୍ଷାରୀୟ, କାରଣ ଲାଲ ଗୋଲାପ ରସରୁ ପ୍ରସ୍ତୁତ ସୂଚକ କ୍ଷାରୀୟ, ଦ୍ରବଣ ସବୁଜ ରଙ୍ଗରେ ପରିଣତ ହୋଇଥାଏ। ତାପରେ ଚିତ୍ର 7.14ରେ ତୃତୀୟ ପାତ୍ରରେ ଯେ କ'ଣ ହେଇଥାଏ ନା ସୂଚକର ରଙ୍ଗ କୌଣସି ପରିବର୍ତ୍ତନ ହେବ ନାହିଁ, କାରଣ ସେଇ ମୂଳ ଗୋଲାପୀ ରଙ୍ଗ ହିଁ ରହିବ। କାରଣ ହଉଛି ଦ୍ରବଣର ପ୍ରକୃତି କ'ଣ ହେଇଯିବ ନା ନିରପେକ୍ଷ, କାରଣ ନିରପେକ୍ଷ ଦ୍ରବଣରେ ଏହି ସୂଚକର ରଙ୍ଗ କୌଣସି ପରିବର୍ତ୍ତନ ହୁଏ ନାହିଁ ହେଲା। 3 ନମ୍ବର ଏଇଟା ହେଲା ତୁମର। ଦେନ୍ 4 ନମ୍ବର କହୁଛି ବିଜ୍ଞାନଗାରରେ ଏକ ତରଳ ନମୁନାକୁ ଭିନ୍ନ ଭିନ୍ନ ସୂଚକ ଦ୍ୱାରା ନିମ୍ନମତେ ପରୀକ୍ଷା କରାଗଲା ହେଲା। ତାପରେ ଏଇ ପରୀକ୍ଷାରେ ଆଧାରରେ ନିଆଯାଇଥିବା ତରଳ ନମୁନାର ପ୍ରକୃତି ଅମ୍ଳୀୟ କି କ୍ଷାରୀୟ ଚିହ୍ନଟ କର। ସେ କହିଛି ସୂଚକରେ କିଛି ପରିବର୍ତ୍ତନ ହେଲା ନାହିଁ ହେଲା। ଲାଲ ଲିଟମସରେ ଯଦି ଆମେ ସେ ଇଏ କଲେ ତାହେଲେ କୌଣସି ପରିବର୍ତ୍ତନ ହେଲା ନାହିଁ, ସେ ଯୋଉ କ'ଣଟା ନେଇଥିଲେ ତରଳ ନମୁନାଟେ, କିନ୍ତୁ ନୀଳ ଲିଟମସରେ ଲାଲ ହୋଇଗଲା। ହଳଦୀ ପାଣିରେ ରଙ୍ଗର କୌଣସି ପରିବର୍ତ୍ତନ ହେଲା ନାହିଁ। ତ ପିଲାମାନେ ଏହାର ଉତ୍ତର କ'ଣ ହେଇଯିବ ନା ତରଳ ନମୁନାଟା କ'ଣ କରୁଛି ନା ନୀଳ ଲିଟମସକୁ ଲାଲ କରୁଛି। ତାର ଅର୍ଥ କ'ଣ, ଏବଂ ଲାଲ ଲିଟମସ ଓ ହଳଦୀ ଉପରେ କୌଣସି ପ୍ରଭାବ ପକାଉନାହିଁ, ତେଣୁ ଏହି ତରଳ ନମୁନାଟି ନିଶ୍ଚିନ୍ତ ଭାବେ ଅମ୍ଳୀୟ ହେଇଥିବ, କାରଣ ଅମ୍ଳର କାମ କ'ଣ ନୀଳ ଲିଟମସକୁ ଲାଲ କରିବା, ହଁ ନା ନାଇଁ। ତ 4 ନମ୍ବର ଉତ୍ତର ତୁମର ଏଇଟେ ହବ। ନେକ୍ସଟ 5 ନମ୍ବର, ଟିକେ ରୁହ ପିଲାମାନେ, ଦେଖ ଲିପିକା ଆଖି ବୁଜି
ଲିପିକା ଆଖି ବୁଜି ଅବସ୍ଥାରେ ଅମ୍ଳୀୟ କି କ୍ଷାରୀୟ ପରୀକ୍ଷା କରିବା ପାଇଁ ତାକୁ 2ଟି ଅଜଣା ଦ୍ରବ୍ୟ ଦିଆଗଲା। ସେହି ଦ୍ରବଣରେ 2ଟିର ଗୁଣ ପରୀକ୍ଷା କରିବା ପାଇଁ ଲିପିକା କି ସୂଚକ ପଦାର୍ଥ ବ୍ୟବହାର କରିବା ଉଚିତ ଓ କାହିଁକି ତାକୁ ଆଖି ବୁଜିବା ଅବସ୍ଥାରେ ହିଁ ଦିଆଯାଇଛି ସେଇଟା ନୋଟିସ କରିବ ହେଲା। 5 ନମ୍ବର ଉତ୍ତର କଣ ହେବ ନା ଦେଖ, ବ୍ୟବହୃତ ସୂଚକ ଲିପିଜା ଘ୍ରାଣ ସମ୍ବନ୍ଧୀ ସୂଚକ ଯେପରିକି ପିଆଜ ରସ, ଭାନିଲା ଏସେନ୍ସ କିମ୍ବା ଲବଙ୍ଗ ତେଲ ବ୍ୟବହାର କରିବା ଉଚିତ। କାରଣ ସିଏ ଶୁଙ୍ଘିକିରି ହିଁ କରିବ, କାରଣ ତା ଆଖିକୁ ବନ୍ଧା ହେଇଛି ତ ଏମିତି କିଛି ଆମେ ଜିନିଷ ନେବା ଯୋଉଟାକୁ ଆମେ ମିଶେଇଲେ ଆମେ ଜାଣିପାରିବା। ତ କାରଣ ଦେଖ, ଲିଟମସ୍ କାଗଜ ଭଳି ସୂଚକ ଗୁଡିକ ରଙ୍ଗ ବଦଳାନ୍ତି ଯାହାକୁ ଆଖି ବୁଜିଥିବା ବେଳେ ଦେଖିବା ସମ୍ଭବ ନୁହେଁ। ତେଣୁ କିନ୍ତୁ ଘ୍ରାଣ ସମ୍ବନ୍ଧୀ ସୂଚକ ଗୁଡିକର ଗନ୍ଧ ଅମ୍ଳୀୟ ଦ୍ରବଣରେ ଅପରିବର୍ତ୍ତିତ ରହେ ଏବଂ କ୍ଷାରୀୟ ଦ୍ରବଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ତେଣୁ ଶୁଙ୍ଘିବା ଦ୍ୱାରା ସେ ଅମ୍ଳ କିମ୍ବା କ୍ଷାରକୁ ଭଲ ଭାବରେ ଚିହ୍ନି ପାରିବ ହେଲା। 5 ନମ୍ବର ଗଲା ତୁମର ପିଲାମାନେ। 6 ନମ୍ବର ଦେଖିବା କଣ ଦେଇଛି। ଅଧ୍ୟାୟ ଆରମ୍ଭରେ ଥିବା ବାର୍ତ୍ତା ଗୋଟିଏ ଧଳା କାଗଜରେ ଲେଖିବା ପାଇଁ ତୁମକୁ କେଉଁ କେଉଁ ଉପାଦାନ ବ୍ୟବହାର କରିବ, ତୁମର ସେ ସ୍ପ୍ରେ ବୋତଲରେ ଏଥିପାଇଁ କଣ ରଖିବ ଏବଂ ବିଭିନ୍ନ ସମ୍ଭାବ୍ୟ ସଂଯୋଜନ ଓ ଲେଖାର ରଙ୍ଗକୁ ନେଇ ଏକ ସାରଣୀ ପ୍ରସ୍ତୁତ କର। ତ 6 ନମ୍ବରରେ କଣ ଦେଇଛି ନା ଦେଖ, ସେ ଆଗେ କଣ କଣ ନବାକୁ କହିଛି ନା ଦେଖ, ଯେପରି ହଳଦୀ ଗୁଣ୍ଡ, ଲେମ୍ବୁ ରସ, ଖାଇବା ସୋଡା, ସାବୁନ ପାଣି, ଚୂନ ପାଣି, ଲାଲ ଗୋଲାପ, ମନ୍ଦାର ରସ ଇତ୍ୟାଦି ଉତ୍ପାଦନ ଆମେ ନେଇପାରିବା ହେଲା। ତାହେଲେ ବୋତଲରେ କଣ ନବା ନା କ୍ଷାରୀୟ ପଦାର୍ଥ ନବା। ଏଗୁଡାକ ସବୁ କଣ କହିଲ, ଅମ୍ଳୀୟ ନେଲେ ଆମେ, ତାପରେ କ୍ଷାରୀୟ ପଦାର୍ଥ ନବା ବୋତଲରେ। କଣ ଯେପରିକି ସାବୁନ ପାଣି, ଚୂନ ପାଣି କିମ୍ବା ଖାଇବା ସୋଡା ତୁମେ ଇତ୍ୟାଦି ଦ୍ରବଣ ସବୁ ନେଇ ପାରିବ। କିମ୍ବା ପ୍ରାକୃତିକ ସୂଚକ ଯେପରିକି ଲାଲ ଗୋଲାପ, ମନ୍ଦାର ରସ ରହିବ ହେଲା। ଦେଖ କଣ ପ୍ରତିକ୍ରିୟା ହଉଛି ଦେଖିବା। ଦେଖ ତୁମେ ସବୁ କାଗଜରେ ଏଇ ସବୁ ଜିନିଷ ଗୁଡିକ ନେଇଛ, ହଳଦୀ ଦ୍ରବଣ, ଲେମ୍ବୁ ରସ, ଖାଇବା ସୋଡା ଦ୍ରବଣ, ଫେନାଥିଲ ଦ୍ରବଣ ହେଲା। ଏଇଟା ହଉଛି ସ୍ପ୍ରେ ବୋତଲରେ ନବ। ସାବୁନ ପାଣି, ଚୂନ ପାଣି, ଲାଲ ଗୋଲାପ, ମନ୍ଦାର ରସ, ନେକ୍ସଟ ଖାଇବା ସୋଡା, ଚୂନ ପାଣି ନେଇପାରିବ। ତ ଉତ୍ତରରେ ଲାଲ ରଙ୍ଗ ଆସିବ, ନେକ୍ସଟ ଗାଢ ଗୋଲାପୀ ରଙ୍ଗ ଆସିବ, ସବୁଜ ରଙ୍ଗ, ଏଇଟା ଜଷ୍ଟ ଟେବୁଲ ଗୋଟେ, କାହାକୁ କଣ କୋଉଥିରେ ମିଶିଲେ କୋଉ ରଙ୍ଗ ଇଏ ହେଇଥାଏ ହେଲା। ବୁଝିପାରିଲେ? ତାପରେ ଦେଖିବା କଣ ଦେଇଛି। ଏଇଟା ତୁମର 6 ନମ୍ବର ଗଲା ପିଲାମାନେ। 7 ନମ୍ବର କହୁଛି କି ଅଙ୍ଗୁର ରସ ସହିତ ଲାଲ ଗୋଲାପରୁ ସଂଗୃହୀତ ପଦାର୍ଥ ମିଶାଗଲା ହେଲା। ମିଶ୍ରଣଟି ଲାଲ ରଙ୍ଗ ଭଳି ଦେଖାଗଲା। ଯଦି ସେ ମିଶ୍ରଣରେ ଖାଇବା ସୋଡାକୁ ମିଶା ଯାଇଥାନ୍ତା ତେବେ କଣ ହୋଇଥାନ୍ତା ନା ଦେଖ, ଟିକେ ରୁହ ପିଲାମାନେ। ସେ କହୁଛି ଯେ ଦେଖ, ଅଙ୍ଗୁର ରସ ଗୋଟିଏ କଣ ଅମ୍ଳ, ହଁ ନା ନାଇଁ। ତେଣୁ ଲାଲ ଗୋଲାପ ରସ ସହ ସେ ମିଶିବା ଦ୍ୱାରା ତାହାର ରଙ୍ଗ କଣ ହେଇଗଲା, ଲାଲ ହୋଇଗଲା। ଖାଇବା ସୋଡା ହଉଛି କଣ ଗୋଟେ କ୍ଷାରୀୟ ଜିନିଷ, ଯେତେବେଳେ ଏହାକୁ ମିଶ୍ରଣରେ ମିଶାଯିବ ବା ଯୋଗ କରାଯାଏ, ଏହା ଅମ୍ଳକୁ ପ୍ରଶମିତ କରିବ, ଦ୍ରବଣକୁ କ୍ଷାରୀୟ କରିଦେବ, ଯାହା ଫଳରେ କଣ ହେବ ନା ଲାଲ ଗୋଲାପ ସୂଚକ କ୍ଷାରୀୟ ଦ୍ରବଣରେ ମିଶି ସବୁଜ ରଙ୍ଗ ଦେଇଥାଏ। ବୁଝିପାରିଲ? ଯେହେତୁ ଏଟା କ୍ଷାରୀୟ, ଖାଇବା ସୋଡା ହଉଛି କ୍ଷାରୀୟ, ତେଣୁ ସବୁଜ ରଙ୍ଗ ପ୍ରଦାନ କରିବ। ବୁଝିପାରିଲ? 7 ନମ୍ବର ପରେ 8 ନମ୍ବର ଦେଖିବା କଣ ଦେଇଛି। କମଳା ରସ ବ୍ୟବହାର କରି ଜ୍ୟୋତି ତାର ଜନ୍ମଦିନରେ ତା ଆଈଙ୍କ ପାଖକୁ ଏକ ଗୁପ୍ତ ବାର୍ତ୍ତା ପଠେଇଲା। ବାର୍ତ୍ତାଟି ପଢିବା ପାଇଁ ଜ୍ୟୋତିର ଆଈଙ୍କୁ ତୁମେ ସାହାଯ୍ୟ କରିପାରିବ କି? କିପରି ସାହାଯ୍ୟ କରିପାରିବ ସେ ପଚାରୁଛି। କେଉଁ ସୂଚକ ବ୍ୟବହାର କଲେ ବାର୍ତ୍ତାଟି ଆହୁରି ସ୍ପଷ୍ଟ ଭାବେ ପଢି ହେବ? ଦେଖ, 8 ନମ୍ବର ହଉଛି ଜ୍ୟୋତିର ଆଈ ଚୂନ ପାଣି, ସାବୁନ ପାଣି କିମ୍ବା ଖାଇବା ସୋଡା ଦ୍ରବଣରେ କିମ୍ବା ସୂର୍ଯ୍ୟମୁଖୀ ଗୋଲାପ ରସ ବ୍ୟବହାର କରି ବାର୍ତ୍ତାଟାକୁ ପଢିପାରିବେ। କାରଣ କଣ ନା, ଯଦି ଆମେ କାଗଜରେ କମଳା ରସରେ ଗୁପ୍ତ ବାର୍ତ୍ତା ଲେଖା ଯାଇଛି, ହଁ ନା ନାଇଁ, କମଳା ରସରେ ଲେଖାଯାଇଛି, ତେବେ କ୍ଷାରୀୟ ଦ୍ରବଣ ଆମକୁ ସେଥିରେ ମିଶେଇବାକୁ ପଡିବ। ଯେପରିକି ସାବୁନ ପାଣି ବୋଳିଦେଲେ ଲେଖାଟି ଲାଲ ରଙ୍ଗ ହୋଇ ସ୍ପଷ୍ଟ ହୋଇଯିବ ହେଲା। ବୁଝିପାରିଲ ପିଲାମାନେ? ତାପରେ 9 ନମ୍ବରକୁ ଯିବା। ପ୍ରାକୃତିକ ସୂଚକ କିପରି ପ୍ରସ୍ତୁତ କରାଯାଏ? ପ୍ରାକୃତିକ ସୂଚକ କିପରି ପ୍ରସ୍ତୁତ କରାଯାଏ ତାର ଉଦାହରଣ ସହିତ ବର୍ଣ୍ଣନା କର। ଦେଖ, ପ୍ରକୃତିରୁ ମିଳୁଥିବା ଫୁଲ, ଫଳ
କିମ୍ବା ପରିବା ରସରୁ ପ୍ରାକୃତିକ ସୂଚକ ବନା ଯାଇଥାଏ। ଉଦାହରଣ ଯେପରି ଲାଲ ଗୋଲାପ ମନ୍ଦାର ଫୁଲ ରସ, ତାକୁ କ'ଣ କରିବେ ନା ପ୍ରଥମେ କିଛି ଲାଲ ଗୋଲାପ କିମ୍ବା ମନ୍ଦାର ଫୁଲର ପାଖୁଡାକୁ ସଂଗ୍ରହ କରିବେ ପ୍ରଥମେ, ହେଲା, ସଂଗ୍ରହ କରି ଗୋଟେ ବିକରେ ରଖିବେ, ଗୋଟେ ପାତ୍ରରେ ରଖାଯାଏ। ତାପରେ କ'ଣ କରାଯିବ ନା ସେଥିରେ କିଛି ଉଷୁମ ପାଣି ମିଶାଇ ତାକୁ କ'ଣ କରିବେ ନା କିଛି ସମୟ ପାଇଁ ରଖାଯାଏ, ଯେ ପର୍ଯ୍ୟନ୍ତ ପାଣିଟି ରଙ୍ଗୀନ ନ ହୋଇଛି। ଏଇଟା ତୁମେ ମାନେ ବି ଟ୍ରାଏ କରିପାରିବ। ଏହି ରଙ୍ଗୀନ ପାଣିକୁ ଛାଣି ଅଲଗା କଲା ପରେ ପ୍ରାକୃତିକ ସୂଚକ ପ୍ରସ୍ତୁତ ହୋଇଯାଏ। ବୁଝିପାରିଲ ପିଲାମାନେ? ତାପରେ 10 ନମ୍ବରକୁ ଯିବା, କ'ଣ ଦେଇଛି ଦେଖିବା। ତୁମେ ଭିନେଗାର, ଖାଇବା ସୋଡା ଓ ଚିନିର ଦ୍ରବଣ, ଏହି 3ଟି ତରଳ ପଦାର୍ଥ ଦିଆଯିବ। କେବଳ ହଳଦୀ କାଗଜ ବ୍ୟବହାର କରି ତୁମେ ସେହି 3ଟି ପଦାର୍ଥର ପ୍ରକୃତି ଚିହ୍ନଟ କରିପାରିବ କି? ଏହାର କାରଣ କ'ଣ? ନା 3ଟି ଦେଇଛି ଜିନିଷ, ତାକୁ କିପରି ଆମେ ହଳଦୀ କାଗଜ ଦ୍ୱାରା କେଉଁଟା କେଉଁ ଦ୍ରବଣ ବା ତାକୁ ଚିହ୍ନଟ କରିବା, କେଉଁଟା କେଉଁ ପଦାର୍ଥ। ଦେଖ ପିଲାମାନେ, ପ୍ରଥମେ ହଁ ଆମେ କରିପାରିବା। ଲେଖିବ, ଦେଖ ଖାଇବା ସୋଡାକୁ କିପରି। ଖାଇବା ସୋଡା ହଉଛି କ'ଣ? କ୍ଷାର ହବ। ଦେଖ ହଳଦୀ କାଗଜକୁ ଖାଇବା ସୋଡା ଦ୍ରବଣରେ ବୁଡାଇଲେ ତାହା ଲାଲ ରଙ୍ଗ ହୋଇଯିବ। ହେଲା, ଲାଲ ରଙ୍ଗ ହେଲା ମାନେ ଆମେ ଜାଣିବା ସେଟା କ୍ଷାର। ବୁଝିପାରିଲ? ନେକ୍ସଟ ଭିନେଗାର। ଭିନେଗାର ହଉଛି ଗୋଟେ ଅମ୍ଳ। କିପରି ଜାଣିବା ନା ଏହି ଲାଲ ହୋଇଥିବା ହଳଦୀ ଏହି ଲାଲ ହୋଇଯାଇଥିବା ହଳଦୀ କାଗଜ ଉପରେ ଭିନେଗାର ପକାଇଲେ ତାହା ପୁନର୍ବାର ହଳଦିଆ ହେଇଯାଏ, ରଙ୍ଗକୁ ଫେରିଆସେ। ତା ମାନେ ଏଇଟା କ'ଣ ହେଲା? ଅମ୍ଳ। ଚିନି ଦ୍ରବଣ, ଚିନି ଦ୍ରବ୍ୟ ନିରପେକ୍ଷ ହବ। କେମିତି ନା କି ସେ ଅମ୍ଳ ହବ ନା କି କ୍ଷାର ହବ। ଚିନି ଦ୍ରବଣରେ ହଳଦୀ କାଗଜ ବୁଡାଇଲେ ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ, ତେଣୁ ଏହା କ'ଣ ହେଇଯିବ ନା ନିରପେକ୍ଷ ହେଇଯିବ। ବୁଝିପାରିଲ? ତାପରେ ଦେଖିବା 11 ନମ୍ବରରେ କ'ଣ ଦେଇଛି। ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଏକ ତରଳ ଏକ୍ସରେ ମିଶାଇଲେ ତରଳ ରଙ୍ଗର ସବୁଜ ହୁଏ। ଏକ୍ସ କହିଲେ ଗୋଟେ ପଦାର୍ଥ, କହିଲେ ତରଳ ଏକ୍ସ ର ପ୍ରକୃତି କ'ଣ? ସେ ତରଳ ଏକ୍ସ ରେ ଅଧିକା ଅଁଳା ରସ ମିଶାଇଲେ କ'ଣ ହୁଏ? ଲାଲ ଗୋଲାପର ପ୍ରସ୍ତୁତ ପଦାର୍ଥକୁ ଏକ ତରଳ ଏକ୍ସ ରେ ମିଶାଇଲେ କ'ଣ ହବ? ଦେଖିବା। ଦେଖ ତରଳ ଏକ୍ସ ର ପ୍ରକୃତି କ୍ଷାରୀ ହବ। କାରଣ କ'ଣ ନା ଲାଲ ଗୋଲାପ ସୂଚକ କ୍ଷାରରେ ସବୁଜ ହୋଇଥାଏ। ଅଁଳା ରସ ଏକ ଅମ୍ଳ। ଯେତେବେଳେ ଏକ୍ସ ରେ ଅଧିକ ଅଁଳା ରସ ମିଶାଯିବ, ଦ୍ରବଣଟି କ'ଣ ହବ ନା ପ୍ରଶମିତ ହୋଇ ଶେଷରେ ଅମ୍ଳୀୟ ହୋଇଯିବ। କାରଣ ଅଁଳା ରସ ଏକ ଅମ୍ଳ, ଅମ୍ଳ ସହିତ ଅମ୍ଳକୁ ମିଶାଇବା ଯେତେବେଳେ ସେ ଆହୁରି ଅମ୍ଳୀୟ ହବ, ଯାହା ଫଳରେ ରଙ୍ଗର ସବୁଜରୁ ଅଧିକ ବଦଳି ଗାଢ ଗୋଲାପୀ ଆହୁରି ଅଧିକା ହେଇଯିବ। ବୁଝିପାରିଲ? ତାପରେ 12 ନମ୍ବରକୁ ଯିବା, କ'ଣ ଦେଇଛି। ନିମ୍ନରେ ଦିଆଯାଇଥିବା ପ୍ରବାହ ଫ୍ଲୋ ଚାର୍ଟକୁ ସୂଚନା ଗୁଡ଼ିକୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର। ଖାଲି ସ୍ଥାନରେ ସୂଚନା ଗୁଡ଼ିକୁ ପୂରଣ କର। ଏକ ବଗିଚାରେ କେତେକ ରୁଗୁଣ ଗଛ ଥିବାର କଳ୍ପନା କର। ଓକେ, ଏଠି ଖାଲି ଆମେ ଫିଲ୍ଅପ୍ କରିବା ଦେଖିକିରି। ଏପଟେ ଦେଖିବା ମୃତ୍ତିକାର ପ୍ରକୃତି ଡ୍ୟାସ୍ ହେଇଥିବ, ଏଇଠି ଲେଖିବ ଅମ୍ଳୀୟ ହୋଇଥିଲେ କ'ଣ হবে ଦେଖିବା, ଅମ୍ଳୀୟ। ହେଲା, ବୁଝିପାରିଲ? ମୃତ୍ତିକାର ପ୍ରକୃତି ଆମେ କିପରି କେଉଁ ସୂଚକ ଦ୍ୱାରା ବ୍ୟବହାର କରିବା ନା ଲିଟମସ୍। ଏଇଟା ତୁମେ ମାନେ ଜାଣିଛ, ଲିଟମସ୍ ଦ୍ୱାରା ତୁମେ ତାର ପ୍ରକୃତି ଜାଣିପାରିବ, ସେ ଅମ୍ଳ ନା କ୍ଷାର ନା ଆଉ କ'ଣ। ହେଲା, ମୃତ୍ତିକାର ପ୍ରକୃତି ଡ୍ୟାସ୍ ହୋଇଥିବ, ଏପଟେ କ୍ଷାରୀୟ ଲେଖିବା। ହେଲା, ଅମ୍ଳୀୟ ହୋଇଥିବ ନହେଲେ କ୍ଷାରୀୟ ହୋଇଥିବ। ଦେଖ ଅମ୍ଳୀୟ ମୃତ୍ତିକାକୁ ଡ୍ୟାସ୍ ଦ୍ୱାରା ପ୍ରତିକାର କରାଯାଇ ପାରିବ ନା ତୁମେ ମାନେ ଚୂନ ପାଣି ଦ୍ୱାରା ପ୍ରତିକାର କରିପାରିବ। କ୍ଷାରୀୟ ପ୍ରକୃତିର ମୃତ୍ତିକାକୁ ସେପରି କାହା ଦ୍ୱାରା ପ୍ରତିକାର କରିପାରିବ ନା ଜୈବ, ଟିକେ ରୁହ କ୍ଲିୟର କରିଦଉଛି, ଆଉ ଥରେ କ୍ଲିୟର କରି ଲେଖିଦଉଛି, ତୁମେ ମାନେ ଲେଖିଦିଅ। ଅମ୍ଳୀୟ, ତାପରେ ଏପଟେ ତୁମେ ଲେଖିପାରିବ କ୍ଷାରୀୟ, ଦେନ୍ ଏଟା ହେଇଯିବ ତୁମର ଲିଟମସ୍। ଲିଟମସ୍ ଦ୍ୱାରା ତୁମେ ଜାଣିବ ମୃତ୍ତିକାର ଅମ୍ଳୀୟ ନା କ୍ଷାରୀୟ। ଅମ୍ଳୀୟ ମୃତ୍ତିକାକୁ କାହା ଦ୍ୱାରା ପ୍ରତିକାର କରାଯାଇ ପାରିବ ନା ଚୂନ ପାଣି ଦ୍ୱାରା। ନେକ୍ସଟ କ୍ଷାରୀୟ ମୃତ୍ତିକାକୁ କାହା ଦ୍ୱାରା ନା ଜୈବ ଖତ ଦ୍ୱାରା। ହେଲା, ବୁଝିପାରିଲ ପିଲାମାନେ? ତ ଏଇଠି ତୁମର ଅମ୍ଳୀୟ କ୍ଷାରୀୟ ଦ୍ରବଣର ସବୁ ଯାକ କ୍ୱେଶ୍ଚିନ୍ ଆନ୍ସରକୁ ମୁଁ କମ୍ପ୍ଲିଟ୍ କଲି। ହେଲା, ତ ଯଦି କିଛି ଡାଉଟ୍ ରହିଥିବ ଦେନ୍ ମୋତେ କମେଣ୍ଟ ବକ୍ସରେ ପଚାରିବ, ଆଉ ଦେନ୍ ମୋ ଭିଡ଼ିଓ ସେକ୍ସନକୁ ଭଲ ଲାଗିଲେ ଲାଇକ୍ କରିଦେବ। ଓକେ, ତ ଏଇଠି ମୁଁ ଏଇ ଭିଡ଼ିଓ ଏଣ୍ଡ କରୁଛି। ନେକ୍ସଟ କ୍ଲାସରେ ନେକ୍ସଟ ବଡ଼ ବିଷୟର କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା। ଓକେ, ବାଏ ବାଏ ମାଇ ଫେଭରେଟ୍ ଷ୍ଟୁଡେଣ୍ଟସ୍।